ଆଜି ହେଉଛି 16 ଏପ୍ରିଲ 2025 ବୁଧବାର। ଆଜିର କିଛି ବଡ଼ ଖବର ଦେଖିନେବା। ବଡ଼ ଖବର ଦେଖିବା ଆଗରୁ ଯଦି ଆପଣ ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ এই ଭିଡ଼ିଓଟିକୁ ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଚାଲନ୍ତୁ ଆଜି ଦେଖିବା ଆଜିର ବଡ଼ ଖବର। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ନିଯୁକ୍ତି ପାଇବେ 25,000 ହୋମଗାର୍ଡ। ଓଡ଼ିଶାରେ ଆଇନ ସୁରକ୍ଷା ବଢ଼ାଇବା ପାଇଁ ଜଲ୍ଦି ହିଁ ହୋମଗାର୍ଡଙ୍କ 25,000ରୁ ଅଧିକ ନିଯୁକ୍ତି ଆସିବ ବୋଲି ଖବର ମିଳିଛି। ବଡ଼ ଖବର, ବ୍ୟାଙ୍କ ଖାତାକୁ ଟଙ୍କା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଓଡ଼ିଶାର କ୍ଷୀର ଚାଷୀଙ୍କୁ ଆକାଉଣ୍ଟକୁ ଗଲା ଟଙ୍କା 1 ଲକ୍ଷ। କ୍ଷୀର ଚାଷୀଙ୍କୁ ମିଳିଲା ପ୍ରୋତ୍ସାହନ ରାଶି। ପାଖାପାଖି କ୍ଷୀର ଚାଷୀଙ୍କୁ 31 କୋଟି ଟଙ୍କା ପ୍ରଦାନ କରାଯାଇଛି ଓଡ଼ିଶା ସରକାରଙ୍କ ତରଫରୁ, ଯାହାଦ୍ୱାରା ପାଖାପାଖି 1 ଲକ୍ଷ କ୍ଷୀର ଚାଷୀଙ୍କୁ ମିଳିଛି ଏହି ଟଙ୍କା ବୋଲି ସୂଚନା ମିଳିଛି। ହସ୍ପିଟାଲ ଓ ହସ୍ପିଟାଲମାନଙ୍କ ପାଇଁ ହେବ ବଡ଼ ଅସୁବିଧା। ବଡ଼ ସୂଚନା ଦେଲେ ସୁପ୍ରିମକୋର୍ଟ। ଏବେ ଯେଉଁ ହସ୍ପିଟାଲରୁ ଶିଶୁ ଚୋରି ହେବ ସେ ହସ୍ପିଟାଲର ଲାଇସେନ୍ସ ବାତିଲ କରାଯିବ। ଏନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ଆଜି। ବଡ଼ ଖବର, ଡେନମାର୍କର ପ୍ରଧାନମନ୍ତ୍ରୀଙ୍କ ସହ କଥା ହେଲେ ନରେନ୍ଦ୍ର ମୋଦି। ଦୁଇ ଦେଶ ମଧ୍ୟରେ ପାର୍ଟନରସିପକୁ ନେଇ ଆଲୋଚନା କରିଛନ୍ତି ନରେନ୍ଦ୍ର ମୋଦି, ଯାହାଦ୍ୱାରା ଭାରତ ଓ ଡେନମାର୍କ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ପାଇବ ବୋଲି ଖବର ମିଳିଛି। ବର୍ତ୍ତମାନ ବଡ଼ ଖବର, ଏସସି ଏବଂ ଓବିସି ପିଲାଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା। ମାଗଣାରେ ହେବ ମେଡିକାଲ ଏବଂ ଇଞ୍ଜିନିୟରିଂ ପାଠପଢ଼ା। ଏବେଠାରୁ ଦେଶର ଓବିସି ଏବଂ ଏସସି ପିଲାମାନେ ଦେଶର ଯେକୌଣସି ସ୍ଥାନରୁ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ପଢ଼ନ୍ତି ତେବେ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ବର୍ତ୍ତମାନ ପାଇଁ ହରିୟାଣାରେ ଏହିପରି ନିୟମ ଲାଗୁ ହୋଇଛି ବୋଲି ସୂଚନା ମିଳିଛି। ବଡ଼ ଖବର, ଶିକ୍ଷା କ୍ଷେତ୍ରକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନେଲେ ବଡ଼ ନିଷ୍ପତ୍ତି। ଏବେ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟରେ 1353 ଖାଲି ଥିବା ଅଧ୍ୟାପକ ପଦବୀ ପୂରଣ କରାଯିବ। ବିଭିନ୍ନ କଲେଜରେ 1353 ପଦବୀ ଖାଲି ଥିବାରୁ ଏହାକୁ ବହୁତ ଶୀଘ୍ର ପୂରଣ କରାଯିବ ବୋଲି ଖବର ମିଳିଛି। ବଡ଼ ଖବର, ଭାରତୀୟ ଲୋକଙ୍କୁ ଲାଗିଲା ବଡ଼ ଝଟକା। ଏବେ ଖାଦ୍ୟ ସାମଗ୍ରୀର ଦର ମହଙ୍ଗା ହେବ, କାରଣ ଦେଶରେ ଖୁଚୁରା ମୁଦ୍ରାସ୍ଫୀତି 3.4% ହ୍ରାସ ପାଇଛି, ଯାହାଦ୍ୱାରା ଆଗାମୀ ଦିନରେ ଭାରତରେ ଖାଦ୍ୟ ସାମଗ୍ରୀ ଦର ମହଙ୍ଗା ହେବ ବୋଲି ଖବର ମିଳିଛି। ପରବର୍ତ୍ତୀ ବଡ଼ ଖବର, ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକଙ୍କୁ ଅସମ୍ମାନ। ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ଠାରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡ଼ିବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ଏହି ଘଟଣାରେ ସାମିଲ ଥିବା ଦୁର୍ବୃତ୍ତଙ୍କୁ ବହୁତ ଶୀଘ୍ର ଜେଲ୍ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ ମାଝୀ। ପରବର୍ତ୍ତୀ ବଡ଼ ଖବର, ଗଭର୍ଣ୍ଣମେଣ୍ଟ ଜବ୍ ପାଇଁ ପ୍ରିପେୟାର ହେଉଥିବା ପ୍ରାର୍ଥୀଙ୍କ ପାଇଁ ଆସିଲା ବଡ଼ ଖବର। ୟୁପିଏସ୍ସିରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନ କରିବାର ଶେଷ ତାରିଖ ମେ 1 ତାରିଖ ରହିଛି। ଏହି ପୋଷ୍ଟ ଇଞ୍ଜିନିୟରିଂ ପିଲାମାନଙ୍କ ପାଇଁ ଆସିଛି। ଯଦି ଆପଣ ଇଞ୍ଜିନିୟରିଂ କରିଛନ୍ତି ତେବେ ଆଜି ହିଁ ଆପ୍ଲାଏ କରନ୍ତୁ। ପରବର୍ତ୍ତୀ ବଡ଼ ଖବର, ମିଳିଲା ଆୟୁଷ୍ମାନ କାର୍ଡ। ଆପଣଙ୍କୁ ମିଳିବ କି ନାହିଁ ଜାଣି ନିଅନ୍ତୁ। ପ୍ରଥମ ପର୍ଯ୍ୟାୟରେ କଟକ ଏବଂ ଢେଙ୍କାନାଳ ଜିଲ୍ଲାରେ ଆୟୁଷ୍ମାନ କାର୍ଡ ବଣ୍ଟନ କରାଯାଇଛି। ଆସନ୍ତା 2 ମାସ ମଧ୍ୟରେ ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କର ମଧ୍ୟ ଆୟୁଷ୍ମାନ କାର୍ଡର ବଣ୍ଟନ ପ୍ରକ୍ରିୟାକୁ ଜୋରସୋରରେ କରାଯିବ ବୋଲି ଖବର ମିଳିଛି। ବଡ଼ ଖବର, ଓଡ଼ିଶାର ଏସ୍ଏଚ୍ଜି ଗ୍ରୁପ ମହିଳାମାନଙ୍କ ପାଇଁ ଆସିଲା ଖୁସି ଖବର। ଏସ୍ଏଚ୍ଜି ଗ୍ରୁପ ମହିଳାଙ୍କ ଋଣ ଛାଡ଼ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏସ୍ଏଚ୍ଜି ମହିଳାମାନଙ୍କୁ ଏବେ ବିନା ସୁଧରେ ଋଣ ପ୍ରଦାନ କରାଯିବ। ବର୍ତ୍ତମାନ ଏସ୍ଏଚ୍ଜି ମହିଳାମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ସେମାନଙ୍କୁ ଆଉ ସୁଧ ଟଙ୍କା ଦେବାକୁ ପଡ଼ିବ ନାହିଁ ବୋଲି ଖବର ମିଳିଛି। ଆସିଲା ବଡ଼ ଖବର, ପଞ୍ଚାୟତ ଉପନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ ହେଲା ଆହୁରି ଶକ୍ତିଶାଳୀ। 18ଟି ଜିଲ୍ଲାକୁ ମିଳିଲା ବିଜେଡି ଜିଲ୍ଲା ସଭାପତି। ଏମାନଙ୍କ ନାମ ଉପରେ ମୋହର ମାରିଛନ୍ତି ନବୀନ ପଟ୍ଟନାୟକ। ପଞ୍ଚାୟତ ଉପନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ ବୋଲି ନବୀନଙ୍କ ଆଶା ରହିଛି। ବର୍ତ୍ତମାନ ଦେଖିବା ପାଣିପାଗ ଖବର। ଆସନ୍ତା ଏପ୍ରିଲ 19 ତାରିଖ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡ଼ ସହ ମାରିବ ବିଜୁଳି ଘଡ଼ଘଡ଼ି। ଆସନ୍ତା 4 ଦିନ ଯାଏ ଓଡ଼ିଶାରେ କାଳବୈଶାଖୀ ବର୍ଷା ପବନ ଲାଗି ରହିବ। ପବନର ବେଗ 50ରୁ 60 କିଲୋମିଟର ପ୍ରତି ଘଣ୍ଟା ରହିବ ବୋଲି ପାଣିପାଗ ବିଭାଗର ସୂଚନା ଆସିଛି। ଚାଲନ୍ତୁ ଏବେ ଦେଖିଦେବା ଓଡ଼ିଶାର ସୁନା ଦର ଆଜି କ'ଣ ରହିଛି। ଓଡ଼ିଶାରେ ସୁନା କିଣିବା ହେଇଯିବ ସ୍ୱପ୍ନ। ପୁଣି ଥରେ ମହଙ୍ଗା ହେଲା ସୁନା ଦାମ। ଓଡ଼ିଶାରେ ଆଜି 22 କ୍ୟାରେଟ ସୁନା ଦର 350 ଟଙ୍କା ବୃଦ୍ଧି ପାଇ 86,600 ଟଙ୍କା ଥିବାବେଳେ 24 କ୍ୟାରେଟ ସୁନା ଦର 94,494 ଟଙ୍କାରେ ପହଞ୍ଚିଛି ବୋଲି ଖବର ମିଳିଛି। ତେବେ ଆଜିର ଭିଡ଼ିଓକୁ ଏଇଠି ରଖୁଛୁ। ଆମର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଡେଲି ନୂଆ ନୂଆ ନ୍ୟୁଜ୍ ପାଇବା ପାଇଁ।